ଯେତେବେଳେ ସରକାର ଆଇନ ଶୃଙ୍ଖଳା ଲୋକଙ୍କ ଧନ ଏବଂ ଜୀବନ ପ୍ରତି ବେଖାତିର କରୁଥାଏ ଏବଂ ମୌଜ ମସ୍ତିରେ ବ୍ୟସ୍ତ ଥାଏ, ସେତେବେଳେ ଆଉ କାହାକୁ ପ୍ରାର୍ଥନା କରିବି? ଲୋକ ଯୋଉ ଛୋଟିଆ ଭୁଲଟିଏ କରିଥିଲେ, ଦେବତାଙ୍କୁ ଛାଡି ରାକ୍ଷସଙ୍କୁ ବାଛିଥିଲେ, ତାର ଫଳ ଲୋକ ପାଉଛନ୍ତି। ଜଗନ୍ନାଥ କିଛି ମାଗୁ ନାହିଁ ତତେ, ଧନ ମାଗୁ ନାହିଁ, ଜନ ମାଗୁ ନାହିଁ, ଧନ ମାଗୁ ନାହିଁ, ଜନ ମାଗୁ ନାହିଁ, ମାଗୁଛି ଓଡ଼ିଶା ଶାନ୍ତି କୋଟିକେ। ଜଗନ୍ନାଥ କିଛି ମାଗୁ ନାହିଁ ତତେ। ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବା ଛଡା ଆଉ କିଛି ନାହିଁ। ଯେତେବେଳେ ଆଇନ ଶୃଙ୍ଖଳା ନଥାଏ, ଯେତେବେଳେ ସରକାର ଆଇନ ଶୃଙ୍ଖଳା ଲୋକଙ୍କ ଧନ ଏବଂ ଜୀବନ ପ୍ରତି ବେଖାତିର କରୁଥାଏ ଏବଂ ମୌଜ ମସ୍ତିରେ ବ୍ୟସ୍ତ ଥାଏ, ସେତେବେଳେ ଆଉ କାହାକୁ ପ୍ରାର୍ଥନା କରିବି? ଏଇ ଓଡ଼ିଶାର ଶାନ୍ତି ପାଇଁ, ଓଡ଼ିଶା ଲୋକଙ୍କର ମଙ୍ଗଳ ପାଇଁ, ଓଡ଼ିଶା ଲୋକଙ୍କର ବର୍ତ୍ତମାନ ଭାଗ୍ୟ ଏବଂ ଭବିଷ୍ୟତ ପାଇଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବା ଛଡା ଆଉ କିଛି ନାହିଁ। ହେ ଜଗନ୍ନାଥ, ତୁ ଏ ରାଜ୍ୟକୁ ରକ୍ଷା କର। ଲୋକ ଯୋଉ ଛୋଟିଆ ଭୁଲଟିଏ କରିଥିଲେ, ଦେବତାଙ୍କୁ ଛାଡି ରାକ୍ଷସଙ୍କୁ ବାଛିଥିଲେ, ତାର ଫଳ ଲୋକ ପାଉଛନ୍ତି। ରାକ୍ଷସଙ୍କୁ ବାଛିଲେ ରାକ୍ଷସ ହିଁ ତାର ଫଳ ଦେଖେଇବ। ଗୋଟିଏ ପଟରେ ଝାଲମୁଢି, ଗୋଟିଏ ପଟରେ ଖଇକଉଡି, ଗୋଟିଏ ପଟରେ ଜୟ ଶ୍ରୀରାମର ନାରା, ଗୋଟିଏ ପଟେ ରାମ ନାମ ସତ୍ୟ ହେର ନାରା। ତେଣୁ ଏଭଳି ଯୋଉ ପରିସ୍ଥିତି, ଏ ପରିସ୍ଥିତି ଅତ୍ୟନ୍ତ ଅସମ୍ଭାଳ ପରିସ୍ଥିତି। ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ଆଜି ମା କାନ୍ଦୁଛି, ଆଜି ମା କାନ୍ଦୁଛି। ମନେ ରଖିଥାନ୍ତୁ, ଆଇନ ଶୃଙ୍ଖଳା ପରିସ୍ଥିତି ଯେତେବେଳେ ସୃଷ୍ଟି ହୁଏ, ସେତେବେଳେ ମା, ଶିଶୁ ଏବଂ ଯୋଉ ନାବାଳକ ନାବାଳିକା, ଏମାନେ ସବୁଠାରୁ କ୍ଷତିଗ୍ରସ୍ତ ହୁଅନ୍ତି। ଯେତେବେଳେ ଆପଣ ଜାଣିଛନ୍ତି, ଗୋଟେ ଘରେ ମା ହସିଲେ ସେ ଘର ହସେ। ଗୋଟେ ଘରେ ଯଦି ମା କାନ୍ଦିବ, ଗୋଟେ ରାଜ୍ୟରେ ଯଦି ମା କାନ୍ଦିବ, ସେ ରାଜ୍ୟରେ ସୁଖ କୋଉଠି, ଶାନ୍ତି କୋଉଠି? ସେଥିପାଇଁ ଆଜି ଜଗନ୍ନାଥଙ୍କ ନିକଟରେ ଆଉ ଥରେ ପ୍ରାର୍ଥନା କରୁଛି। ଜଗନ୍ନାଥ କିଛି ମାଗୁ ନାହିଁ ତତେ, ଧନ ମାଗୁ ନାହିଁ, ଜନ ମାଗୁ ନାହିଁ, ମାଗୁଛି ଲୋକଙ୍କ ଶାନ୍ତିରୁ ଟିକେ। ଜଗନ୍ନାଥ କିଛି ମାଗୁ ନାହିଁ ତତେ। ଧନ୍ୟବାଦ, ପ୍ରଣାମ। अरे वाओ अनु, केते सुंदर ड्राइंग बनेचु। एटा कौन बनेचु? एरा मु, एरा बापा, एरा बो, एरा जेजे बापा, एरा जेजे माँ। वाओ, औ एटा कोन हम फैमिली डॉक्टर? हाँ बो, एरा हम फैमिली हॉस्पिटल। रंग बदलिछि, रूप बदलिछि, हेले आपणक संपर्क बहुत पुराना। खाली ओडिशार नुह, पूर्व भारतर 50 लाख परिवारर भरोसा आमर अत्याधुनिक कौशल एवं अद्वितीय सेवा। 27 वर्षर संपर्क आमको करि परिछि आपणक निजर फैमिली हॉस्पिटल। थैंक यू डॉक्टर। अनुपरी अनेक पिलांक धन्यवाद आम पई अमूल्य उपहार।